ଭିତିରିଆ ଆସିଛି ନେଗେଟିଭ ଖବର। ପଶ୍ଚିମ ଓଡ଼ିଶାରେ ବିଜେପିର ଭେଳା ବୁଡ଼ିବ ଏଥର। 5 ସାଂସଦଙ୍କ ସ୍ଥିତି ଟଳମଳ। ଟିକେଟ ମିଳିଲେ ସ୍ଥିତି ଅସମ୍ଭାଳ। କେବେ ପଶ୍ଚିମ ଓଡ଼ିଶା ବିଜେପିର ସବୁଠୁ ଟାଣୁଆ ଦୁର୍ଗ ବା ଗଡ଼ ରହି ଆସୁଥିଲା। ପ୍ରତିଟି ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ଦମଦାର ପ୍ରଦର୍ଶନ କରି ବିଜେପି ନିଜର ପତିଆରା ଜାହିର କରୁଥିଲା। କିନ୍ତୁ ଏବେ ସ୍ଥିତି ବଦଳିଛି। ପଶ୍ଚିମ ଓଡ଼ିଶାବାସୀ ଆଉ ବିଜେପି ଗଡ଼ର ପରିଚୟ ନେଇ ଆଗକୁ ବଢ଼ିବାକୁ ଚାହୁଁନାହାନ୍ତି, ଯାହାର ସଂକେତ ବିଭିନ୍ନ ଉପନିର୍ବାଚନରେ ଦେଇସାରିଲେଣି ପଶ୍ଚିମ ଓଡ଼ିଶାବାସୀ। ଆଗକୁ ମଧ୍ୟ ଏହି ଟ୍ରେଣ୍ଡ ଜାରି ରହିବ ବୋଲି ଭିତିରିଆ ହୋଇଥିବା ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି। ଅର୍ଥାତ୍ ଗତ ନିର୍ବାଚନରେ ବିଜେପି ଯେଉଁ ଫଳାଫଳକୁ ନେଇ ଖୁସି ହେଉଥିଲା, ଏଥର ତାହାର ପୁନରାବୃତ୍ତି ଦେଖିବାକୁ ମିଳିବନି ବୋଲି ଚର୍ଚ୍ଚା ହେଉଛି। କାରଣ ବିଜେପି ସାଂସଦଙ୍କର ଆଉ ସେ ପୂର୍ବ କ୍ରେଜ୍ ନାହିଁ। ଗତ 2019 ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାର 5ରୁ 5 ଲୋକସଭା ଆସନରେ ବାଜିମାତ କରିଥିଲା। ଏହି ଫଳାଫଳକୁ ନେଇ ବିଜେପି ବେଶ୍ ଖୁସି ହୋଇଥିଲା। ଏପରିକି ପଶ୍ଚିମ ଓଡ଼ିଶାକୁ ନିଜର ଗଡ଼ ବୋଲି ଅଭିହିତ କରିଥିଲା। କିନ୍ତୁ ନିର୍ବାଚନ ପରେ ପଶ୍ଚିମ ଓଡ଼ିଶାର ରାଜନୈତିକ ପାଣିପାଗ ବଦଳିଛି। ଯେଉଁମାନଙ୍କୁ ପଶ୍ଚିମ ଓଡ଼ିଶାବାସୀ ସାଂସଦ କରି ପଠାଇଥିଲେ, ସେମାନେ ନିର୍ବାଚନ ଜିତିବା ପରେ ଧରାଛୁଆଁ ଦେଇନଥିଲେ। ଖାସ୍ କରି କରୋନା ମହାମାରୀ ବେଳେ 5ରୁ 5 ବିଜେପି ସାଂସଦ ଅଦୃଶ୍ୟ ହୋଇଯାଇଥିଲେ, ଯାହାକୁ ନେଇ ସାଧାରଣରେ ବେଶ୍ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଆଉ ଏହାର ପ୍ରତିଫଳନ ପଶ୍ଚିମ ଓଡ଼ିଶାରେ ହୋଇଥିବା ବିଭିନ୍ନ ଉପନିର୍ବାଚନରେ ସାମ୍ନାକୁ ଆସିଥିଲା। 5 ସାଂସଦ ଥିଲେ ମଧ୍ୟ 2019 ପରେ ପଶ୍ଚିମ ଓଡ଼ିଶାରେ ହୋଇଥିବା କୌଣସି ବି ଉପନିର୍ବାଚନରେ ବିଜେପି ବିଜୟୀ ହୋଇପାରିନାହିଁ, ଯାହା ଦର୍ଶାଉଛି ବିଜେପି ପ୍ରତି ଲୋକଙ୍କର ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। କେବଳ ଏତିକି ନୁହେଁ, ଏହା ଭିତରେ ପଶ୍ଚିମ ଓଡ଼ିଶାର ଅନେକ ବିଜେପି ନେତା ଶଙ୍ଖ ଫୁଙ୍କିଛନ୍ତି, ଯାହା ବିଜେପିକୁ ଭିତରୁ ଆହୁରି ଦୁର୍ବଳ କରିଛି। ତୃଣମୂଳ ସ୍ତରରେ 5 ସାଂସଦଙ୍କୁ ନେଇ ଜନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଏପରିକି ନିର୍ବାଚନ ମଣ୍ଡଳୀକୁ ସାଂସଦ ଆସୁନଥିବାରୁ ତୃଣମୂଳ ସ୍ତରରେ ଦଳର ସଂଗଠନ ଅତି ଦୁର୍ବଳ ସ୍ତରରେ ପହଞ୍ଚିଛି। କୁହାଯାଉଛି ବିଜେପି ପକ୍ଷରୁ ଯେଉଁ ଭିତିରିଆ ସର୍ଭେ କରାଯାଇଥିଲା, ସେଥିରେ 5 ସାଂସଦଙ୍କ ଲୋକପ୍ରିୟତା ରିପୋର୍ଟ ନେଗେଟିଭ୍ ଆସିଛି। କେବଳ ଏତିକି ନୁହେଁ, 5 ଜଣଙ୍କ ମଧ୍ୟରୁ ଯାହାକୁ ବି ବିଜେପି ଟିକେଟ ଦେବ, ସେ ଆସନ ହାତରୁ ଯିବ। ନିର୍ବାଚନ ମଣ୍ଡଳୀରେ 5 ସାଂସଦଙ୍କ ସ୍ଥିତି ଟଳମଳ ଅବସ୍ଥାରେ ଥିବା ଚର୍ଚ୍ଚା ହେଉଛି। ଏପରିକି 2019 ଭଳି ଭୁଲର ପୁନରାବୃତ୍ତି କରିବେନି ବୋଲି ପଶ୍ଚିମ ଓଡ଼ିଶାବାସୀ କହିଲେଣି। ତେଣୁ ପୂର୍ବରୁ ବିଜେପି ପାଇଁ ସୁରକ୍ଷିତ ଗଡ଼ କୁହାଯାଉଥିବା ପଶ୍ଚିମ ଓଡ଼ିଶା ଏବେ ସଙ୍କଟର ଗଡ଼ ସାଜି ଉଭା ହୋଇଛି, ଯାହା ଏବେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଚିନ୍ତା ବଢ଼ାଇଛି। ପୁରୁଣା ମୁହଁ ସହ ଆଗକୁ ବଢ଼ି ଆସନ ହରାଇବେ ନା ନୂଆ ମୁହଁ ସହ ଆସନ ବଞ୍ଚାଇବାକୁ ଚେଷ୍ଟା କରିବେ, ତାହା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି।